ଗପ ଅମୃତରେ ଜୀବନ ଉତ୍ସର୍ଗ। ହିମବତ ପର୍ବତରେ ବିଦ୍ୟାଧରମାନେ ବାସ କରୁଥିଲେ। ସେମାନଙ୍କର ରାଜା ଥିଲେ ଜିମୁତକେତୁ। ଜିମୁତକେତୁଙ୍କର ସନ୍ତାନ ନଥିଲା, ତେଣୁ ସେ ମନ ଦୁଃଖରେ କାଳ କାଟୁଥାନ୍ତି। ତାଙ୍କ ରାଜ୍ୟରେ ଏକ କଳ୍ପତରୁ ଗଛ ଥିଲା। ରାଜା ଏକ ପୁତ୍ର ସନ୍ତାନ କାମନା କରି କଳ୍ପତରୁ ଗଛକୁ ପୂଜା କଲେ। କଳ୍ପତରୁ ସନ୍ତୁଷ୍ଟ ହୋଇ ଏକ ଗୁଣବାନ ପୁତ୍ର ଲାଭ କରିବେ ବୋଲି ରାଜାଙ୍କୁ ବର ଦେଲେ। ଏ ପୁତ୍ର ମଧ୍ୟ ତାର ପୂର୍ବଜନ୍ମର କଥା ଜାଣିପାରିବା ଶକ୍ତି ପାଇବ ବୋଲି ବର ମିଳିଥିଲା। ଅଳ୍ପ ଦିନ ଭିତରେ ଜିମୁତକେତୁଙ୍କର ରାଣୀଙ୍କ ଗର୍ଭରୁ ଏକ ଦିବ୍ୟ ସୁନ୍ଦର ପୁତ୍ର ଜନ୍ମ ହେଲା। ତାର ନାମ ଦିଆଗଲା ଜିମୁତ ବାହନ। ଶିଶୁଟି ଅତି ଆଦରରେ ବଢ଼ିବାକୁ ଲାଗିଲା। ରାଜପୁତ୍ରର ରୂପଗୁଣ ଅତି ଭଲ ବୋଲି ଲୋକମାନେ ଜାଣିଲେ। ଅନ୍ୟ ରାଜପୁତ୍ରଙ୍କ ପରି ଜିମୁତ ବାହନ ମୌଜ ମଜଲିସରେ ନ ମାତି ଦୀନ ଦୁଃଖୀଙ୍କ ସେବାରେ କାଳ କାଟୁଥିଲେ। ଏଣେ ଜିମୁତ ବାହନର ଯଶ ଖ୍ୟାତିରେ ଈର୍ଷା କରି ବନ୍ଧୁବାନ୍ଧବଗଣ ଜିମୁତକେତୁଙ୍କୁ ରାଜ୍ୟରୁ ତଡ଼ିବା ପାଇଁ ଷଡ଼ଯନ୍ତ୍ର କଲେ। ଜିମୁତକେତୁ ଏହାର ପ୍ରତିରୋଧ କରିବାରୁ ଜିମୁତ ବାହନ କହିଲେ, ପିତା, ଏଇ ଧନ ସମ୍ପଦ କ୍ଷମତା ତ ଚିରକାଳ ରହିନଥାଏ। ଏଣୁ ଏସବୁ ଆମର ଲୋଡ଼ା ନାହିଁ। ଆମେ ଏସବୁ ଛାଡ଼ି ବନକୁ ଚାଲିଯିବା, ସେଠାରେ ସୁଖରେ କାଳ କାଟିବା। ପୁଅ ସାଙ୍ଗେ ବାପା ରାଜ୍ୟ ତ୍ୟାଗ କରି ମଳୟ ପର୍ବତକୁ ଚାଲିଗଲେ। ସେଠାରେ ଚନ୍ଦନ ବୃକ୍ଷ ଘେରା ଏକ ତପୋବନରେ ବାସ କରି ସୁଖରେ କାଳ କାଟିଲେ। ସେଠାରେ ଜିମୁତ ବାହନର ମିତ୍ର ବସୁ ସଙ୍ଗେ ବନ୍ଧୁତା ହେଲା। ମିତ୍ର ବସୁର ସାନ ଭଉଣୀର ନାମ ମଳୟାବତୀ। ମିତ୍ର ବସୁ ନିଜର ଭଉଣୀକୁ ଜିମୁତ ବାହନ ସଙ୍ଗେ ବିବାହ କରାଇବାକୁ ଇଚ୍ଛା ପ୍ରକାଶ କଲା। ଜିମୁତ ବାହନ ମଧ୍ୟ ଏଥିରେ ଖୁସିରେ ରାଜି ହେଲେ। ଜିମୁତ ବାହନ ତ ପୂର୍ବଜନ୍ମର କଥା ଜାଣିପାରିବେ ବୋଲି ବର ପାଇଥିଲେ। ସେ କହିଲେ, ମୁଁ ଜାଣେ ମଳୟାବତୀ ସଙ୍ଗେ ମୋର ବିବାହ ହେବ। ପୂର୍ବ ଜନ୍ମରେ ସେ ମଧ୍ୟ ମୋର ସ୍ତ୍ରୀ ଥିଲେ ଓ ତୁମେ ମଧ୍ୟ ମୋର ବନ୍ଧୁ ଥିଲ। ଏହା କହି ଜିମୁତ ବାହନ ମଳୟାବତୀଙ୍କୁ ବିବାହ କଲେ। ଦିନକର କଥା, ମିତ୍ର ବସୁ ସହ ଜିମୁତ ବାହନ ସମୁଦ୍ର କୂଳରେ ବୁଲୁଥାନ୍ତି। ହଠାତ୍ କେହି ଜଣେ ହାୟ ମୋ ପୁଅ, ହାୟ ମୋ ପୁଅ କହି ବାହୁନି କାନ୍ଦିବା ଶୁଣାଗଲା। ଦୁହେଁ କିଛି ବାଟ ଯାଇ ଦେଖିଲେ ଜଣେ ଯୁବକ ତା ମାଆକୁ ବୁଝାଇବା ପାଇଁ ଚେଷ୍ଟା କରୁଛି, ମାତ୍ର ମା ପୁଅକୁ ବାହୁନି ବାହୁନି ବୁକୁଫଟା କାନ୍ଦ କାନ୍ଦୁଛନ୍ତି। ଦୟାଳୁ ଜିମୁତ ବାହନ ସେହି ଯୁବକ ପାଖକୁ ଯାଇ ପଚାରିଲେ, କିଏ ତୁମେ ଯୁବକ? ତୁମର ମା କାହିଁକି ଏପରି କାନ୍ଦୁଛନ୍ତି? ଯୁବକ କହିଲା, ଆପଣ ଯେବେ ଶୁଣିବା ପାଇଁ ଇଚ୍ଛା କରୁଛନ୍ତି ତେବେ ଶୁଣନ୍ତୁ। ଅନେକ ଦିନ ତଳର କଥା। ଋଷି କଶ୍ୟପଙ୍କର ଦୁଇ ଜଣ ସ୍ତ୍ରୀ ଥିଲେ। ଜଣଙ୍କର ନାମ କଦ୍ରୁ, ଆଉ ଜଣଙ୍କର ନାମ ବିନିତା। ଦିନେ ସେ ଦୁହିଁଙ୍କ ଭିତରେ ଝଗଡ଼ା ଲାଗିଲା। ଝଗଡ଼ାର କାରଣ ହେଲା, ବିନିତା କହିଲେ, ସୂର୍ଯ୍ୟଦେବ ଯେଉଁ ରଥରେ ଆସନ୍ତି ସେ ରଥର ଘୋଡ଼ାଗୁଡ଼ିକର ରଙ୍ଗ ଧଳା। ମାତ୍ର କଦ୍ରୁ କହିଲେ, ଘୋଡ଼ାଗୁଡ଼ିକର ରଙ୍ଗ କଳା। ଏଇ ଛୋଟ କଥାକୁ ନେଇ ଦୁଇ ଜଣଙ୍କ ଭିତରେ ଭୀଷଣ ଝଗଡ଼ା ଲାଗିଲା। ଦୁହେଁ ପ୍ରତିଜ୍ଞା କଲେ ଯେ ଯିଏ ହାରିବ ସିଏ ଅନ୍ୟର ଦାସୀ ହେବ। ସୂର୍ଯ୍ୟଙ୍କ ଘୋଡ଼ାର ରଙ୍ଗ ପ୍ରକୃତରେ ଧଳା, କିନ୍ତୁ କଦ୍ରୁ ହାରିଯିବା ଭୟରେ ନିଜର ସର୍ପ ସନ୍ତାନମାନଙ୍କୁ ଘୋଡ଼ାର ରଙ୍ଗ କଳା କରିଦେବା ପାଇଁ କହିଲେ। ସାପମାନେ ମାଙ୍କ କଥାରେ ଯାଇ ଘୋଡ଼ାଙ୍କ ଦେହରେ ବିଷ ଛାଟିବାକୁ ଲାଗିଲେ। ବିଷ ଜ୍ୱାଳାରେ ଘୋଡ଼ାଗୁଡ଼ିକର ରଙ୍ଗ କଳା ହୋଇଗଲା। ଫଳରେ ବିନିତା ହାରିଯାଇ କଦ୍ରୁଙ୍କର ଦାସୀ ହେବାକୁ ବାଧ୍ୟ ହେଲା। ବିନିତାଙ୍କ ପୁତ୍ର ଗରୁଡ଼ ମାଙ୍କ ଅବସ୍ଥା ଦେଖି ଦୁଃଖିତ ହେଲେ। ତାଙ୍କ ମାଙ୍କୁ ଦାସୀ କାମରୁ ମୁକ୍ତି ଦେବା ପାଇଁ ସାବତ ମା କଦ୍ରୁଙ୍କୁ ଅନୁନୟ ବିନୟ କଲେ। କଦ୍ରୁ କହିଲେ, ଯଦି ମୋ ପାଇଁ ସ୍ୱର୍ଗରୁ ଅମୃତ ଆଣିଦେବୁ ତେବେ ତୋ ମାକୁ ଦାସୀ କାମରୁ ମୁକ୍ତି ମିଳିବ। ଗରୁଡ଼ ଅମୃତ ଆଣି ଦେବା ପାଇଁ ରାଜି ହେଲେ। ସେ ନିଜର ବୀରତ୍ୱ ଏବଂ ଭକ୍ତିରେ ବିଷ୍ଣୁଙ୍କୁ ସନ୍ତୁଷ୍ଟ କଲେ। ବିଷ୍ଣୁ କହିଲେ, ତୁମେ କି ବର ମାଗୁଛ ମାଗ। ଗରୁଡ଼ ତ ସାପମାନଙ୍କ ଉପରେ ଭୀଷଣ ରାଗିଥିଲେ, ତେଣୁ ସେ ତତ୍କ୍ଷଣାତ୍ କହିଲେ, ସର୍ପମାନେ ମୋର ଖାଦ୍ୟ ହୁଅନ୍ତୁ। ବିଷ୍ଣୁ ତଥାସ୍ତୁ କହିଲେ। ଏହାପରେ ଇନ୍ଦ୍ର ବିଷ୍ଣୁ ଭକ୍ତ ଗରୁଡ଼ଙ୍କୁ ଅମୃତ ଦେଲେ। ସାବତ ମାଙ୍କୁ ଅମୃତ ପାତ୍ର ଦେଇ ଗରୁଡ଼ ନିଜର ମାଙ୍କୁ ମୁକ୍ତ କଲେ। ଅମୃତ ପାତ୍ର କୁଶ ଆସନ ଉପରେ ଥୁଆ ହୋଇଥିଲା। ଇନ୍ଦ୍ର ମାୟାବଳରେ ତାହାକୁ ହରଣ କରିନେଲେ। ସର୍ପମାନେ ଅମୃତ ଖାଇବାକୁ ଆସି ଦେଖିଲେ ଯେ ଅମୃତ ପାତ୍ର ନାହିଁ, ତେଣୁ ସେମାନେ
ପାତ୍ର ଥୁଆ ହୋଇଥିବା କୁଶ ଆସନକୁ ଚାଟିଲେ। ଫଳରେ କୁଶରେ ସେମାନଙ୍କର ଜିଭ ଚିରିଯାଇ ଦୁଇ ଫାଳ ହୋଇଗଲା। ସେହି ଦିନରୁ ସର୍ପମାନଙ୍କର ଜିଭ ଦୁଇ ଫାଳ ହୋଇ ରହିଛି। ଏହାପରେ ଗରୁଡ଼ ସାପମାନଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ପ୍ରତିଦିନ ସାପମାନଙ୍କୁ ଖାଇବାକୁ ଲାଗିଲେ। ସେ ଯେତିକି ସାପ ଖାଆନ୍ତି ତାଠୁ ବେଶୀ ମାରି ଦିଅନ୍ତି। ଏଥିରେ ସର୍ପରାଜ ବାସୁକି ବ୍ୟସ୍ତ ହୋଇପଡ଼ିଲେ। ସେ ଗରୁଡ଼ଙ୍କୁ କହିଲେ, ମୁଁ ପ୍ରତିଦିନ ତୁମେ ରହୁଥିବା ପର୍ବତ ଉପରକୁ ଗୋଟାଏ କରି ସର୍ପ ପଠାଇବି। ତୁମେ ତାକୁ ଖାଇବ, ଆଉ ଏପରି ବେଶୀ ସଂଖ୍ୟାରେ ମାରି ସର୍ପବଂଶ ନାଶ କର ନାହିଁ। ଗରୁଡ଼ ଏଥିରେ ରାଜି ହେଲେ। ସେହି ଦିନରୁ ପ୍ରତିଦିନ ଗୋଟାଏ କରି ସର୍ପ ପର୍ବତ ଶିଖରକୁ ପଠାଯାଉଛି। ଗରୁଡ଼ ତାକୁ ଖାଉଛି। ଆଜି ମୋର ପାଳି। ମୋର ନାମ ଶଙ୍ଖଚୂଡ଼। ଗରୁଡ଼ ମୋତେ ଆଜି ଭକ୍ଷଣ କରିବେ। ଇଏ ମୋର ମା, ସେଇ ଦୁଃଖରେ ସେ କାନ୍ଦୁଛନ୍ତି। ଜିମୁତ ବାହନ ଏହା ଶୁଣି ମନେ ମନେ ବଡ଼ ଦୁଃଖ କଲେ। ସେ ଭାବିଲେ, ଗରୁଡ଼ଙ୍କର ଇଏ କି ନିଷ୍ଠୁରତା। ତା ଛଡ଼ା ବାସୁକି ସର୍ପକୁଳର ରାଜା ହୋଇ ଏତେ ସ୍ୱାର୍ଥପର କାହିଁକି? ସେ ନିଜେ ସବା ଆଗେ ଗରୁଡ଼ର ଶିକାର ହେବା କଥା। ଏହାପରେ ଜିମୁତ ବାହନ ନିଜର କର୍ତ୍ତବ୍ୟ ସ୍ଥିର କଲେ। ସେ ଶଙ୍ଖଚୂଡ଼କୁ କହିଲେ, ଆଜି ତୁମ ବଦଳରେ ମୁଁ ଗରୁଡ଼ଙ୍କର ଭକ୍ଷ ହେବି। ଶଙ୍ଖଚୂଡ଼ ଏକଥା ଶୁଣି ଚମକି ଉଠିଲା। କହିଲା, ତୁମେ ଇଏ କି କଥା କହୁଛ? ଖଣ୍ଡେ କାଚ ପାଇଁ ମଣିକୁ ନଷ୍ଟ କରାଯାଇ ପାରେନା। ମୋ ପାଇଁ ଆପଣଙ୍କ ମୂଲ୍ୟବାନ ଜୀବନକୁ ନଷ୍ଟ କରିବା ଉଚିତ ନୁହେଁ। ମାତ୍ର ଜିମୁତ ବାହନ ଶଙ୍ଖଚୂଡ଼କୁ ବହୁ ଭାବରେ ବୁଝାଇଲେ। ସେ ଆଦୌ ନ ବୁଝିବାରୁ ମୃତ୍ୟୁ ପୂର୍ବରୁ ଶିବ ପୂଜା କରିବା ପାଇଁ ପରାମର୍ଶ ଦେଲେ। ଶଙ୍ଖଚୂଡ଼ ଶିବଙ୍କୁ ପୂଜିବାକୁ ଗଲା। ଏଣେ କୌଶଳ କରି ଜିମୁତ ବାହନ ସାଥୀ ମିତ୍ରବସୁଙ୍କୁ ମଧ୍ୟ ଘରକୁ ପଠାଇଦେଲେ। ଏହାପରେ ସେ ପ୍ରାର୍ଥନା କଲେ, ଶଙ୍ଖଚୂଡ଼ ପୂଜା ସାରି ଫେରିବା ପୂର୍ବରୁ ଗରୁଡ଼ ଯେପରି ସେଠାକୁ ଆସନ୍ତି। ଭଗବାନ ସତେଅବା ଜିମୁତ ବାହନଙ୍କର ପ୍ରାର୍ଥନା ଶୁଣିଲେ। ଗରୁଡ଼ ଆସି ପହଞ୍ଚିଲେ। ଜିମୁତ ବାହନ ଆନନ୍ଦରେ ନିଜର ଶରୀରକୁ ଗରୁଡ଼ଙ୍କ ନିକଟରେ ସମର୍ପଣ କଲେ। ଗରୁଡ଼ ତ କ୍ରୋଧରେ ଅନ୍ଧ। ସେ ଆସିବା ମାତ୍ରେ ଝାମ୍ପ ମାରି ଜିମୁତ ବାହନଙ୍କ ଶରୀରକୁ ଟେକି ନେଲେ। ପର୍ବତର ଶିଖରରେ ରଖି ଖୁମ୍ପି ଖୁମ୍ପି ଖାଇବାକୁ ଆରମ୍ଭ କଲେ। କିନ୍ତୁ ଆଜି ଏ କି ଦୃଶ୍ୟ ସେ ଦେଖିଛି। ଭକ୍ଷର ଶରୀରରୁ ରକ୍ତବିନ୍ଦୁ ଝରିବା ସଙ୍ଗେ ସଙ୍ଗେ ସ୍ୱର୍ଗରୁ ପୁଷ୍ପ ବୃଷ୍ଟି ହେଲା କାହିଁକି? ଏତିକିବେଳେ ଶଙ୍ଖଚୂଡ଼ ଶିବ ପୂଜା ସାରି ଫେରିଆସି ଦେଖିଲା, ସେଠାରେ ଜିମୁତ ବାହନ ନାହାନ୍ତି। ସେ ବିକଳରେ ଏଣେ ତେଣେ ଖୋଜିଲା। ତାରି ପାଇଁ ଆଜି ଜଣେ ମହାପୁରୁଷ ପ୍ରାଣ ବଳି ଦେଲେ। ଏଥିପାଇଁ ସେ ଅତି ଦୁଃଖରେ କାନ୍ଦିଲା। ତେଣେ ଗରୁଡ଼ ଅନୁଭବ କଲେ, ଆଜି ଏ କି ଅପୂର୍ବ ଦୃଶ୍ୟ ସେ ଦେଖୁଛନ୍ତି। ପ୍ରତିଦିନ ଯେଉଁ ସର୍ପକୁ ସେ ଭକ୍ଷଣ କରନ୍ତି, ସେ ଆକୁଳ କ୍ରନ୍ଦନ କରେ। ରକ୍ଷା କର କହି ଚିତ୍କାର କରି ଛଟପଟ ହୁଏ। କିନ୍ତୁ ଆଜି ଏ ଭକ୍ଷ ଟିକିଏ ବି ଚିତ୍କାର କରୁନାହିଁ। ଗରୁଡ଼ ଥଣ୍ଟରେ ଆଘାତ କରିବା ବନ୍ଦ କରି ଭକ୍ଷ୍ୟକୁ ଟିକେ ନିରୀକ୍ଷଣ କଲେ। ଜିମୁତ ବାହନ ଶାନ୍ତ ସ୍ୱରରେ କହିଲେ, ପକ୍ଷୀରାଜ, ଆପଣ ଖାଇବା ବନ୍ଦ କଲେ କାହିଁକି? ମୋ ଦେହରେ ଏବେ ରକ୍ତମାଂସ ପ୍ରଚୁର ରହିଛି। ଆପଣ ତାହା ଖାଇ କ୍ଷୁଧା ନିବାରଣ କରନ୍ତୁ। ଗରୁଡ଼ ଚମକି ଉଠି ପଚାରିଲେ, ସତ କୁହ, ତୁମେ କିଏ? ଜିମୁତ ବାହନ କହିଲେ, ମୁଁ ଆପଣଙ୍କର ଏକ ଭକ୍ଷ। ମୋତେ ଶୀଘ୍ର ଭକ୍ଷଣ କରନ୍ତୁ। ଗରୁଡ଼ଙ୍କର ବିଶ୍ୱାସ ହେଲା ନାହିଁ। ସେ କହିଲେ, ସତ କୁହ, ତୁମେ ପ୍ରକୃତରେ କିଏ? ଜିମୁତ ବାହନ କିଛି କହିବା ପୂର୍ବରୁ ଶଙ୍ଖଚୂଡ଼ ସେଠାରେ ପହଞ୍ଚିଗଲା। ସେ ଆକୁଳ ସ୍ୱରରେ ନିବେଦନ କଲା, ହେ ପକ୍ଷୀରାଜ, ତୁମେ ତାକୁ ଆଘାତ କର ନାହିଁ। ସେ ଜଣେ ମହାପୁରୁଷ। ମୁଁ ଆଜି ଆପଣଙ୍କର ଖାଦ୍ୟ। ମୋର ନାମ ଶଙ୍ଖଚୂଡ଼। ମୋତେ ଶିବଙ୍କ ପାଖକୁ ପୂଜା କରିବାକୁ ପଠାଇ ଦେଇ ସେ ନିଜେ ମୋ ପାଇଁ ପ୍ରାଣବଳି ଦେବାକୁ ଆପଣଙ୍କଠାରେ ନିଜକୁ ସମର୍ପଣ କରିଛନ୍ତି। ଏହା ଶୁଣି ଗରୁଡ଼ ବହୁତ ଅନୁଶୋଚନା କଲେ। କହିଲେ, ହାୟ, ମୁଁ କି ଭୀଷଣ ପାପ କଲି। କ୍ରୋଧରେ ଅନ୍ଧ ହୋଇ ଜଣେ ମହାପୁରୁଷଙ୍କୁ ହତ୍ୟା କରୁଛି। ଏ ପାପରୁ ରକ୍ଷା ନାହିଁ। ଏହାପରେ ଗରୁଡ଼ ଅଗ୍ନି ଜାଳି ତହିଁରେ ଆତ୍ମହତ୍ୟା କରିବାକୁ ମନେ ମନେ ଭାବିଲେ। କିନ୍ତୁ ଏପରି ନ କରିବାକୁ ଜିମୁତ ବାହନ ଗରୁଡ଼ଙ୍କୁ ଅନୁରୋଧ କଲେ। କହିଲେ, ପକ୍ଷୀରାଜ, ପାପ ଭୟରେ ଆପଣ ଭୟଭୀତ ହୋଇ ଆତ୍ମହତ୍ୟା କରନ୍ତୁ ନାହିଁ। ଆତ୍ମହତ୍ୟା ମହାପାପ। ବରଂ ଆପଣ ଆଜି ପ୍ରତିଜ୍ଞା କରନ୍ତୁ, ଆଉ ସର୍ପ ହତ୍ୟା କରିବେ ନାହିଁ। ଆଗରୁ ଯେଉଁମାନଙ୍କୁ ହତ୍ୟା କରିଛନ୍ତି ସେମାନଙ୍କୁ ଅମୃତ ଦେଇ ଜୀବଦାନ କରନ୍ତୁ। ଏହା ହେବ ଆପଣଙ୍କର ପାପର ଉପଯୁକ୍ତ ପ୍ରାୟଶ୍ଚିତ। ଗରୁଡ଼ ଜିମୁତ ବାହନଙ୍କର ଉପଦେଶ ମାନିନେଲେ। ସର୍ପ ରାଜ୍ୟରୁ ଭୟ ଦୂର ହୋଇଗଲା। ସେହି ଦିନଠାରୁ ପରୋପକାରୀ ଜିମୁତ ବାହନଙ୍କର ଏହି ଜୀବନ ଉତ୍ସର୍ଗ କୀର୍ତ୍ତି ଏହି ପୃଥିବୀରେ ଅମର ହୋଇ ରହିଛି।